ଜୟ ଜଗନ୍ନାଥ। ଆପଣ ଯଦି ପ୍ରଶ୍ନଟି କଲେ ବହୁତ ଭଲ ଲାଗିଲା ଏବଂ ଶୁଣିବାକୁ ବି ଭଲ ଥିଲା। କାହିଁକି ମୁଁ ନିଜ ସହିତ ଘଟିଛି, ଏମିତି ଅନେକ ଥର ଘଟିଛି, ଅନେକ ଘଟଣା ଅଛି। କାଳିଆ ସାଆନ୍ତଙ୍କ ବିଷୟରେ କଣ ବା କହିବି। ତାରି ଭିତରେ ହେଲା ଗୋଟେ ଥର ମୁଁ ଆମ ଶ୍ରୀମନ୍ଦିର ସାମ୍ନାରେ ଠିଆ ହେଇଥାଏ, ଭିତରକୁ ଯିବାକୁ ଏମିତି ଚିନ୍ତା କରୁଛି, ଯାଇକି ଦର୍ଶନ କରିଦେଇ କାଳିଆଙ୍କୁ ଆସିବି ଶୀଘ୍ର। ଏହାର ଭିତରେ ଦେଖିଲି ଜଣେ ମା ତାର ଦି ଝିଅ ସାଥିରେ ଅଛନ୍ତି, ଆଉ ପୁରୁଷ କେହି ତା ସାଥିରେ ନଥିଲେ। ତ ସେ ମନ୍ଦିରକୁ ଯିବାକୁ ଆସିଛନ୍ତି, କିନ୍ତୁ ବୁଢୀ ମାଟି ପାଖାପାଖି ହବ 80 ବର୍ଷ ଉପରେ ହବ। ସେ ଚାଲିବା ସମ୍ଭବ ନଥିଲା। ସେ 22 ପାହାଚ ଚଢିବା, ସେ ମନ୍ଦିର ଆମର ଭିତର ପ୍ରାଙ୍ଗଣ ବୁଲିବା ଏତେ ସହଜ ନଥିଲା। ଦର୍ଶନ ତ ଆହୁରି କଷ୍ଟକର। ସେ କାନ୍ଦି କାନ୍ଦି ସେଠି ବସିଥାଏ ଏବଂ ତାର ଦିଟା ନିରୀହ ଝିଅ ତା ସାଥିରେ। ସେ ମା ଦିଟି ଯୋଉ ଥିଲେ ଝିଅ ଦିଟି, ହଁ ସେ ନିଶ୍ଚୟ ବିବାହ କରି ଯାଇଥିଲେ, ଜଣା ପଡୁଛି ତାଙ୍କ ହାତର ଦେଖିଲେ। ତଥାପି ସିଏ ବି ମାନେ ତାଙ୍କର ପୁଅ ଝିଅ ସାଥିରେ କେହି ନଥାନ୍ତି। ସିଏ ସେତିକି ବେଳୁ ସିଏ ବି ଅଧୈର୍ଯ୍ୟ, କେମିତି କଣ କରିବା, ମାକୁ ନେଇକି ଦର୍ଶନ କେମିତି କରେଇବା। ୟା ଭିତରେ ବହୁତ ସୁନ୍ଦର ଜିନିଷଟି ହେଲା କଣ ନା, ମୁଁ ସେ ଜାଗାରେ ଯିବାକୁ ମୁଁ ଆତୁର ଥିଲି। ଜଗାକୁ କେମିତି ଦର୍ଶନ ଟା କରିଦେବି। ୟା ଭିତରେ ଯେତେବେଳେ ସେ ମାଆକୁ ଦେଖିଲି, ମାଆକୁ ଟିକେ ପଦେ ପଚାରିଲି ଯେ କଣ ହେଇଛି ମା, କଣ ଅସୁବିଧା, କଣ ଟିକେ କହ ମତେ, କଣ ଅସୁବିଧା ହେଲା। ତ ମା କହିଲେ, ଏଠି ଯୋଉ କହନ୍ତିନି ଗୋଟିଏ କଥା, ଜଗନ୍ନାଥ ଏବଂ ଭକ୍ତ, ୟାର ସମ୍ପର୍କ ନିଶ୍ଚୟ ଅଛି। ଯଦି ଆମେ ତାକୁ ଖୋଜିବା, ସିଏ ଆମକୁ ନିଶ୍ଚୟ ଖୋଜିବ। କାହା ଦ୍ଵାରା କେମିତି ହଉ, ସେ କୋଉ ରୂପରେ ବି ହଉ, ନିଜେ ଆସିକି ଠିଆ ହେଇଯିବେ। କାଳିଆ ସାଆନ୍ତଙ୍କର ଏଇଆ ତ ନିଶ୍ଚୟ ଭକ୍ତ ମାନଙ୍କର ନିଶ୍ଚୟ ଅନୁଭୂତି। ତ ସେଥି ଭିତରେ ମୁଁ ମାଙ୍କୁ ପ୍ରଶ୍ନ କଲି ଯେ ମା, ଆଚ୍ଛା କଣ ହେଇଛି କୁହନ୍ତୁ, ବରଂ ମୁଁ କିଛି ସାହାଯ୍ୟ କରିବି ଚିନ୍ତା କଲି। ତ ମା କହିଲେ, ବାବା ଏମିତି କଥା ନାହିଁ, କିଛି କଥା କଣ କି, ମୁଁ ସେ ଭିତରକୁ ଯିବାକୁ ଚାହୁଁଛି, ଜଗନ୍ନାଥଙ୍କୁ ଦର୍ଶନ କରିବି, କିନ୍ତୁ ମୋ ଅସହାୟ ପାପିଟା ବୋଧେ ଯେ ମୋର ଗୋଡ ଏମିତି ହେଇଯାଇଛି, ଯାହା ଦ୍ଵାରା ମୁଁ ଚାଲିବା ସମ୍ଭବ ନୁହଁ। ମୁଁ କେମିତି କଣ କରିବି ବାପା, ଦର୍ଶନଟି କରିବାକୁ ଚାହୁଁଛି। ତ ମୁଁ କହିଲି, ଏଇତ କଥା, ଛୋଟିଆ କଥା ଟିକେ, କିଛି ନୁହେଁ, ଏ ବୋଧେ ମୋ ଦ୍ଵାରା ସମ୍ଭବ ଅଛି। କାରଣ ମୋ ପାଖରେ ଆଉ କଣ କହିଥିଲେ ସାୟଦ ସମ୍ଭବ ହେଇନଥାନ୍ତା। କିନ୍ତୁ ଖୁସି ହେଲି ଯେ ମାକୁ ସମ୍ଭବ ଅଛି, ଏଇ ଜିନିଷଟା କରେଇଦେବି। ତ ମାକୁ ତୁରନ୍ତ ମୁଁ କହିଲି, ମା ଗୋଟେ କାମ କରେ, ତୁ ତ ପିଲାଦିନେ ତୋ ପୁଅ ମାନଙ୍କୁ ଜନ୍ମ କରିଲା ବେଳେ କୋଳରେ ବଡ କରିଛୁ, ଦେଖେ ଆଜି ତୋ ପୁଅ ବି ତତେ କହୁଛି, ତତେ ବି କୋଳରେ ନେଇକି ଯିବ, ଦର୍ଶନ କରେଇବ, କଣ କହୁଛୁ ମା। ମା ଟିକେ ହସିଦେଲା ଏବଂ କାନ୍ଦି ପକେଇଲା। ତା ଆଖିରୁ ଲୁହ ଝରିଲା, ତ ତା ଆଖି ଲୁହ ଦେଖି ମୋ ଆଖିରୁ ବି ଲୁହ ଝରି ଆସିଲା ଆଜ୍ଞା। କାହିଁକି ଗୋଟେ ମା କାନ୍ଦିଲେ ଭଲ ଲାଗେନି, ସେ କାହାର ବି ମା ହେଇଥାଉ ନା। ସେ ପୁଣି କାଳିଆକୁ ଦର୍ଶନ କରିବାକୁ, ମାନେ ମୋର ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯିଏ ଆସୁଛି, ସେ ସେମିତିକା ଭକ୍ତ ନ ହେଇଥିଲେ ଛଟପଟ ଏତେ ହବ ନା। ତା ମନର ବ୍ୟାକୁଳତା ଏବଂ ତାର ଦର୍ଶନ କରିବାର ଯୋଉ ଅଭିପ୍ରାୟଟା ପୂର୍ଣ୍ଣ ହବାକୁ ଯାଉଛି, ସେ ସେଇଆ ଦେଖି ଖୁସି ହେଇଗଲା। ଏବଂ ସେ ମୋ ଭିତରେ ତାର ଗୋଟେ ପୁଅକୁ ବି ଦେଖିପାଇଲା, ଯାହା ଦ୍ୱାରା କି ସେ ଖୁସି ହେଲା ଯେ ସେ ମୋ ପୁଅ ହିସାବରେ ଆସିକି ମତେ କେମିତି ଜଗା ଦର୍ଶନ କରିବାକୁ ଆସିଛି। ସେ ଆନନ୍ଦିତ ହେଇଗଲା ନିଶ୍ଚୟ। ମୁଁ ବି ବହୁତ ଖୁସି ହେଲି ଆଜ୍ଞା, ଯେ ଏଇଭଳିଆ ସେବା କରିବାକୁ ମୋ ଭାଗ୍ୟ ବି ଥିଲା। ସେ କାଳିଆ ସାଆନ୍ତ ଆଣିଥିଲା ସାୟଦ ବୋଧେ ମତେ ଏଇଥିପାଇଁ, ଯେ ମୁଁ ତାକୁ କେମିତି ଦର୍ଶନ କରିବି, ଆଉ ଗୋଟେ ଭକ୍ତକୁ ନେଇକି ଭିତରେ ଦର୍ଶନ କରିବା, ଇଏ ବି ମୋ ଭାଗ୍ୟରେ ଥିଲା ପ୍ରଭୁ, ଯାହାକି ମୁଁ ପାଇଲି ସେଦିନ। ତ ମାକୁ ମୁଁ କହିଲି, ମା ତତେ ମୁଁ କୋଳକୁ ନେଇଯାଏ, ଚାଲ ଦର୍ଶନ କରିବା। ତ ମାକୁ ନେଇକି ଭିତରକୁ ପଶିଲି। ପ୍ରଥମେ ଆମର ପତିତ ପାବନଙ୍କୁ ଦର୍ଶନ ହେଲା, ମାକୁ ଦେଖେଇଦେଲି। ମା ଦର୍ଶନ କଲା। ସେଠୁ 22 ପାହାଚ ଯମଶିଳା ଚଢିକି ମୁଣ୍ଡିଆ ମାରି ଆଗକୁ ଚଢିଲୁ। ପ୍ରଭୁଙ୍କ ଦର୍ଶନ କରି କରି ଗୋଟିଏ ଗୋଟିଏ ପ୍ରଭୁଙ୍କର ମନ୍ଦିର ଭିତରେ ଦେବତା ମାନଙ୍କର ବାସ ଥାଏ, ତ ସେଠି ସମସ୍ତଙ୍କୁ ଦର୍ଶନ ପ୍ରଣାମ କଲା ପରେ ପରେ ହେଇ ଭିତରକୁ ମାକୁ ନେଇକି ଯାଏ। ସେ ଭିତରେ ମୁଁ ବାଟ ତମାମ ମାକୁ ନଉଥାଏ, ବହୁତ ଆନନ୍ଦିତ ହଉଥାଏ। ଏବଂ ଯେତେ ଦୂର ଦୂର ମୁଁ ଚଢି ଚଢି ଯାଏ, ଯେତେ ମତେ ପରିଶ୍ରମ ହଉଥାଏ, ମୋ ଶରୀର ବି ଟିକେ ଥକାନ୍ତ ହଉଥାଏ ନିଶ୍ଚୟ। କାରଣ ମାନବ ଶରୀର ତ ସେତେ ବି କହିବାନି ଆମେ ଯେ ଆମେ ସବୁ କିଛି ପାର ହେଇଯିବା। ତ ତାରି ଭିତରେ ପ୍ରଭୁଙ୍କୁ ଟିକେ ମନେ ମନେ ଡାକି ଦେଉଥାଏ ଯେ, ପ୍ରଭୁ କେମିତି ଶକ୍ତି ଦିଅ, ମାକୁ ନେଇକି ଆପଣଙ୍କୁ ଦର୍ଶନ କରେଇ ଦିଏ। କାରଣ ଦର୍ଶନଟା ହେଇଯାଉ, ମୋ କଷ୍ଟଟା ବି ଟିକେ ପୂର୍ଣ୍ଣ ହେଇଯିବ, ମୁଁ ବି ଟିକେ ଏଠି ବସିଯାଏ। ତ ଦର୍ଶନଟା କରିଦେଲେ ବହୁତ ଆନନ୍ଦ ହେଇଯିବ, ଗୋଟେ ଶକ୍ତି ବି ଆସିଯିବ ଶରୀରକୁ ଗୋଟେ, ନିଶ୍ଚୟ। ତ ଏଇଆ ଡାକି ଡାକି ଯାଉଥାଏ, ମତେ ବି ଜଣା ପଡିଲାନି। ମୁଁ ନେଇ ମାଆକୁ ଦର୍ଶନ କରେଇଲି। ଆଗ କାଳିଆ ସାଆନ୍ତଙ୍କ ଦର୍ଶନ ବି ହେଇଗଲା ସୁନ୍ଦର ଭାବରେ। ମାଆକୁ ମୁଁ ଦର୍ଶନ କରେଇଦେଇ, ମା ଯେତେବେଳେ ଦେଖିଦେଇ ଆଖିରୁ ତାର ଲୁହ ଝରୁଥାଏ, ଜୟ ଜଗନ୍ନାଥ ଡାକିଦେଇ ସେ ପ୍ରଭୁଙ୍କୁ ଦର୍ଶନ କଲେ ଏବଂ ଆନନ୍ଦ ହେଲେ ବହୁତ। ମାନେ ସିଏ ଆନନ୍ଦର ପରିସୀମା ନଥିଲା ଏବଂ ମତେ ସିଏ ଆଶୀର୍ବାଦ ଦେଇଥାନ୍ତି। ସେ ଯୋଉ କୋଉ ଟାଇପ ର ମୁଁ ଆଉ କହିବି ପାରିବିନି ଆପଣଙ୍କୁ। ତାଙ୍କର ମନର ବ୍ୟାକୁଳତା ଅବା ବେଦନା ହଉ, ଅବା ଭକ୍ତି ହଉ, ଅବା ସ୍ନେହ ହଉ, ସବୁ କିଛି ସମୁଦ୍ର ଭଳି ଆସୁଥିଲା। ତ ସିଏ ଥିଲା ଗୋଟେ ଭକ୍ତ ଏବଂ ଭଗବାନଙ୍କର ସ୍ନେହ ମମତା, ଦର୍ଶନ କରିବାର ବିଳାସତା ଏବଂ ଆନନ୍ଦ କେତେ ମନରେ ଥାଏ। ଗୋଟେ ଭକ୍ତ ହିଁ କହିପାରିବ ତା ଦୁଃଖ, ଯେ ଯଦି ପ୍ରଭୁ ତାକୁ ଦର୍ଶନ ନ ଦେବେ ତାହେଲେ ସିଏ
ଏମିତି ବଞ୍ଚି ଥାଉ ଥାଉ ମରିଯିବ। ତେଣୁକି ଜଗତର ନାଥ ଜଗନ୍ନାଥ ସେ କାଳିଆ ସାଆନ୍ତ ନିଶ୍ଚୟ, ଯୋଉଥିପାଇଁ ସିଏ ତାଙ୍କ ଶରୀରକୁ ବନେଇ ଦେଇଛନ୍ତି ବିଶାଳ, ତାଙ୍କର ଆଖି ବିଶାଳ, ତାଙ୍କ ଓଠ ବିଶାଳ, ତାଙ୍କ ନାକ ବିଶାଳ, ତାଙ୍କ ଭୁଜ ବିଶାଳ, ତାଙ୍କ ମନ୍ଦିର ବି ବିଶାଳ। ସେ ବଡ ଦାଣ୍ଡରେ ବଡ ମନ୍ଦିରରେ ସେ ରହୁଛନ୍ତି। ସେ ସବୁ ଭକ୍ତ ମାନଙ୍କର ସୃଷ୍ଟିର ଯୋଉଠି ବି ତା ଭକ୍ତ ଥାଉ ନା ତା ଉପରେ ତାର ଆଶୀର୍ବାଦ ଏବଂ ପ୍ରଭୁଙ୍କର ଭାବ ଭକ୍ତି ଅଛି। ଭକ୍ତ ଯୋଉଠୁ ନା ଯେମିତି ବି ଡାକୁ ତାର ଦର୍ଶନ ହେଇଯାଏ। ତ ସେ ମାକୁ ସେମିତି ସେଦିନ ପାଇଗଲା ପରେ ସେ ମା ଯୋଉ ଖୁସି ହଉଥାଏ, ମୁଁ ବି ଖୁସି ହେଇଗଲି ଯେ କାଳିଆ ତୋର ତ ଭଲ ସେଥିରେ ନାଟରେ। କାରଣ ଦର୍ଶନ କରିବାରେ କେମିତି କେମିତି ଥାଏ ବାହାନା ତତେ ଠିକ ଜଣା, କିଏ ଆଣିଦବ କିଏ କଣ କରିଦବ। କାରଣ ଆମେ କେତେବେଳେ କୋଉ ଅବସ୍ଥାରେ ପଡିଥିବା ଆମକୁ ବି ତ କିଏ ସାହାଯ୍ୟ କରିବ। ତେଣୁକି ଏଇ ଯୋଗୁ ବଡ ଜିନିଷ ନୁହଁ, ବଡ ଜିନିଷ ହଉଛି ଆମେ ଯୋଗ୍ୟତା ପାଇଛେ ଯେ ଆମେ କାହା ପାଇଁ କିଛି କରିଦବା, ଆଉ କାହା ଦ୍ଵାରା କିଏ କଣ ହବା ହେଇଯାଉ, ପାଇଯାଉ, ହବ ମୁକ୍ତି ପାଇଯାଉ, କିଛି ଅସୁବିଧା ନାହିଁ ଏଇ ସବୁ ଜିନିଷ ହେବା। ପୁଣି ମାକୁ ନେଇ ସେଠୁ ଆନନ୍ଦ ବଜାର ନେଲି। ଆନନ୍ଦ ବଜାର ପ୍ରସାଦ ଫସାଦ ମା କଲା। ମାକୁ ଆଣି ବାହାରେ ପୁନର୍ବାର ଛାଡିଦେଲି। ମା ମତେ ଆଜ୍ଞା ସତ କହିବି, ସିଏ ଯୋଉ ତାର ଆଶୀର୍ବାଦ ଦଉଥାଏ, ମତେ ଲାଗିଲା ଯେମିତି ସିଏ ମୋର କୋଉ ଜନ୍ମର ମା ନିଶ୍ଚୟ ଥିଲା। ତାଙ୍କ ଆଶୀର୍ବାଦ ମୋ ପାଇଁ ସେଦିନ ମାନେ କହନ୍ତିନି ଯେ ସ୍ଵୟଂ ପ୍ରଭୁ ଜଗନ୍ନାଥ ବି କହିଥିଲେ ଯେ ମାଠୁ ବଡ କେହି ନାହିଁ। ତ ସେମିତି ମୁଁ କହୁଛି ସେଦିନ ଆଶୀର୍ବାଦ ମତେ ଜଗାଠୁ ଅଧିକା ମାର ମିଳିଯାଇଥିଲା। ଏତେ ସେ ତାର ସ୍ନେହ, ଏତେ ଆଶୀର୍ବାଦ ମତେ ସେ ଦେଇ ଦେଇଥିଲା। କୋଳେଇ ପକେଇଲା, ଗେଲ କରିଦେଲା, ମୋ ଗାଲକୁ କେମିତି ଆଉଁସି ଦଉଥାଏ। ସେଦିନ ମାର ମମତା ଟା କେତେ ସୁନ୍ଦର ଲାଗିଥିଲା, ବହୁତ ସୁନ୍ଦର। ମାନେ ମୁଁ ତ ସେଦିନ ଭାବିଲି ସେ ମା ଲକ୍ଷ୍ମୀ ଆସିଗଲେ ଯେମିତି କି ଦର୍ଶନ କରିବା ପାଇଁ, ଦର୍ଶନ ଦବା ପାଇଁ। ସିଏ ଗୋଟେ ଅଲୌକିକ ଲୀଳା ଥିଲା। ଗୋଟେ ଭକ୍ତର ବାତ୍ସଳତା ଯୋଉ ପ୍ରେମ ଥାଏ, ପ୍ରଭୁଙ୍କର ବି ସେମିତି ପ୍ରେମ ନିଶ୍ଚୟ ଅଛି। ତ ସେଇ ଜିନିଷଟି ମୁଁ ସେଦିନ ପାଇଲି, ବହୁତ ସୁନ୍ଦର ଲାଗିଲା। ବହୁତ ଅନୁଭୂତି ଏମିତି ଜୀବନରେ ଅଛି। ୟା ଭିତରେ ସେଦିନର ଗୋଟେ ଅନୁଭୂତି ନିଆରା ଥିଲା। ଏବଂ ମା ମତେ ଯିବା ପୂର୍ବରୁ କହିଥିଲା, ପୁଅ ମୋ ଫୋନ ନମ୍ବର ନେ ଏବଂ ମତେ ଯୋଗାଯୋଗ କରିବୁ, ମତେ ଆସି ଦେଖା କରିବୁ, ମୁଁ ଭୁବନେଶ୍ୱରରେ ରହୁଛି, ସବୁ ଭଲ ମନ୍ଦ କହିଥିଲା। କିନ୍ତୁ ମୁଁ ସେ ନମ୍ବରଟିକୁ ଆଉ ଦାୟିତ୍ୱରେ ରଖିନଥିଲି। କାରଣ କଣ ଯିବା ଆଉ କଣ ଦେଖା କରିବା, ସେଇ ଜିନିଷଟା ତ ଗୋଟେ ଘଟିଲା। ମା ମତେ ସ୍ନେହରେ ଅବଶ୍ୟ ଡାକିଥିଲେ ସତ, ମୁଁ ଆଉ ଯାଇପାରିଲି ନାହିଁ। କିନ୍ତୁ ସିଏ ଗୋଟେ ଆନନ୍ଦ ଥିଲା କଣ ଯେ ମା ମୋର ଦର୍ଶନ କରିଦେଲା କାଳିଆ ସାଆନ୍ତକୁ, ଆଉ କିଛି ଦରକାର ନାହିଁ। ଏତିକି ମୁଁ ବି ଭାବିଲି କଣ ଯେ ମୁଁ ବି ଜୀବନରେ କିଛି ଯଦି ଜନ୍ମ ହେଇଛି, ଯଦି କୋଉ ମା ମତେ ଜନ୍ମ କରିଛି, ତାହେଲେ ସେଇ କୌଣସି ମା ହଉ, ଯେକୌଣସି ସନ୍ତାନ ହଉ ସୃଷ୍ଟିରେ ଅଛି, ଯଦି ତା ପାଇଁ ଆମେ ସେବା କରିବା, ସମସ୍ତଙ୍କ ପ୍ରତି ଦୟା ଭକ୍ତି ଭାବ ରଖିବା, ଏହା ଛଡା କିଛି ଜୀବନର ନାହିଁ। କାହାକୁ ହିଂସା କରିବା ନାହିଁ। ନା ପଶୁ, ନା ପକ୍ଷୀ, ନା ମନୁଷ୍ୟ, ନା ଗଛ ପ୍ରତି, ନା ନଦୀ ନାଳ, ସବୁ ଏ ସୃଷ୍ଟି ଆମର। ଏ ସୃଷ୍ଟି ଆମକୁ ଜନ୍ମ ଦେଇଛି ଯିଏ ତାର। ତ ଆମେ ଆସିଛେ ଏଠି କଣ ଗୋଟେ ଭଡାଟିଏ କହିଲେ ଚଳିବ। କିଛି ଦିନର ଭଡା ନେଇକି ଆସିଛେ, ପୁଣି ଚାଲିଯିବା। ତେଣୁ ଏଠି ଆମେ କୌଣସି ଭୁଲ କରିବା ଆମର କୌଣସି ଅଧିକାର ନାହିଁ। ଭୁଲ କରିବା ମହାପାପ ହେଇଯାଏ, ଦଣ୍ଡ ବି ମିଳେ ନିଶ୍ଚୟ। ଏହା ବି ଡରିବା, ଭାବିବା, ଚିନ୍ତା କରିବା, ତାହେଲେ ଆଉ କିଛି ଦୁଃଖ ନାହିଁ। ଆଉ କଣ କହିବି? ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜଗନ୍ନାଥଙ୍କର ଜୟ ହଉ।